কানুজি রে রাতি দিন তো শোনা কণ্ঠে মিছা সম্পর্ক তোর হেলা যন্ত্রଣା মোর ଯାହାକୁ ଆଉ ସେ ଆସିପାରିନଥିଲେ ଗାଇବା ପାଇଁ। ତ ତାଙ୍କର ଯୋଉ କହିବାର ଯୋଉ ଶୈଳୀ ଥିଲା, ଯୋଉ ଭାବ ଥିଲା, ଯୋଉ ଇମୋସନ ଥିଲା, ନିଶ୍ଚିତ ଭାବରେ ସାରା ଓଡ଼ିଶାକୁ ମଧ୍ୟ ସେ କନ୍ଦେଇ ଦେଇ ଚାଲିଗଲେ। ଏବେ ବି ସେ ଗୀତରେ ଏଇଭଳିଆ ଭାବ ଅଛି, ଯୋଉ ଗୀତକୁ ଆପଣମାନେ ଶୁଣିଲେ ନିଶ୍ଚିତ ଭାବରେ ତାଙ୍କର କୋଉଠି ନା କୋଉଠି ମନେ ପକେଇବେ। ଗୀତଟି ଗୋଟେ ସ୍ୟାଡ୍ ରୋମାଣ୍ଟିକ ସଙ୍ଗ ଥିଲା, ଯୋଉଥିରେ କି ସେ ଯୋଉ ଗୀତକୁ ଗାଇକି ସମସ୍ତଙ୍କର ପରିଚିତ ହେଇପାରିଥିଲେ, ସେଇଭଳିଆ ଗୀତ ଥିଲା। କିନ୍ତୁ ଯେହେତୁ ସେ କହିଥିଲେ କାହାକୁ ଦେବେନି ଗାଇବା ପାଇଁ, ତ ମୋ ସହିତ ଡୁଏଟରେ ତାଙ୍କ ଗୀତ ଥିଲା। ମୁଁ ଚାହିଁଲି ଠିକ ଅଛି, ଯେହେତୁ ହ୍ୟୁମାନର ଇଚ୍ଛା ନଥିଲା କାହାକୁ ଦେବା ପାଇଁ, ମୁଁ ହ୍ୟୁମାନ ଭଏସ ସହିତ ମୋ ଗୀତକୁ ନେଇଛି ଏବଂ ସେ ଗୀତକୁ ସଂଗ୍ରାମ ଲେଖିଛନ୍ତି, ସୁନ୍ଦର ଭାବରେ ଲେଖିଛନ୍ତି। ସେ ଯୋଉ ଲାଇନ ଥିଲା, କୁଆଡେ ଗଲୁ ଲୁହରେ ଫସେଇ କାନ୍ଦୁଛି ରେ ରାତି ଦିନ ତୋ ସୁନା କଣ୍ଠେ ମିଛ ସମ୍ପର୍କ ତୋର ହେଲା ଯନ୍ତ୍ରଣା ମୋର ଅଧା ବାଟରେ ତୁ ଥରେ ହାତ ଛାଡ଼ିଦେଲୁ କାହିଁ କୁଆଡ଼େ ଗଲୁ ଲୁହରେ ଫସେଇ କାନ୍ଦୁଛି ରେ ରାତି ଦିନ ତୋ ସୁନା କଣ୍ଠେ। ତ ଡୁଏଟ୍ ଥିଲା ଗୀତଟି। ଆଶା କରୁଛି ଯେ ଓଡ଼ିଶାବାସୀ ତାକୁ ନିହାତି ମନେ ରଖିବେ। ଯେପର୍ଯ୍ୟନ୍ତ ଏଇ ଗୀତ ଥିବ, ମୁଁ ଭାବୁଛି ମୋ ଚ୍ୟାନେଲ ସୁର ଭାଇବ୍ରେସନରେ ଗୀତଟି ଅଛି, ଆପଣମାନେ ସମସ୍ତେ ଦେଖିପାରିବେ। ତାଙ୍କରି ଉଦ୍ଦେଶ୍ୟରେ, କାହିଁକିନା ତାଙ୍କର ଯୋଉ ଭାବପୂର୍ଣ୍ଣ କଥା ଥିଲା, ସେ କଥା ମଧ୍ୟ ମୁଁ ଏଇ ଗୀତରେ ରଖିଛି। ଆପଣମାନେ ନିଶ୍ଚିତ ଦେଖନ୍ତୁ, ଗୀତକୁ ଶୁଣନ୍ତୁ, ଲାଇକ୍ ସେୟାର କରନ୍ତୁ ତାଙ୍କ ଉଦ୍ଦେଶ୍ୟରେ ଏବଂ ତାଙ୍କୁ ସେଇଭଳିଆ ଭଲ ପାଇବା ଦିଅନ୍ତୁ। ସାରା ଓଡ଼ିଶା ଆଜି ତାଙ୍କ ପାଇଁ ହୃଦୟରେ କାନ୍ଦୁଛନ୍ତି ସମସ୍ତେ, ତାଙ୍କ ହୃଦୟରୁ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦଉଛନ୍ତି ଏବଂ ଭାବି ପାରୁନୁ ଯେ ସେ ଆମ ଗହଣାରେ ନାହାନ୍ତି, ସବୁବେଳେ ଆମ ପାଖରେ ନିଶ୍ଚିତ ଭାବରେ ସେ ସଙ୍ଗୀତ ମାଧ୍ୟମରେ, ସେ ସଙ୍ଗୀତର ସାଗର ଥିଲେ, ହ୍ୟୁମାନ ସାଗର। ମୁଁ ଭାବୁଛି ଯେ ହ୍ୟୁମାନ କାଟିଦେଲେ, ସେ ନିହାତି ସଙ୍ଗୀତର ସାଗର ଥିଲେ। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସମସ୍ତଙ୍କୁ। ଆମେ ଚାହିଁବା ଯେ ସେ ଗୀତଟି ଆମେ ନିଶ୍ଚିତ ଭାବରେ ସମସ୍ତେ ଦେଖିବା।